ଗପଟିର ନାମ ଦୁଇ ଭଉଣୀର ଭାଗ୍ୟ ଓ ସୁନା ଚଢ଼େଇ। ଏକ ଛୋଟ ଗାଁରେ ଦୁଇ ଭଉଣୀ ରହୁଥିଲେ। ବଡ଼ ଭଉଣୀର ନାମ ସୀତା ଓ ଛୋଟ ଭଉଣୀର ନାମ ଗୀତା। ସୀତା ବହୁତ ଦୟାଳୁ, ଶାନ୍ତ ଓ ପରିଶ୍ରମୀ ଥିଲା। ହେଲେ ଗୀତା ଅଳ୍ପ ଅଳସୀ ଓ ଅହଙ୍କାରୀ ଥିଲା। ସେ ସବୁବେଳେ ସହଜ ରାସ୍ତା ଖୋଜୁଥିଲା। ତାଙ୍କର ମା ଛୋଟବେଳେ ଚାଲି ଯାଇଥିଲେ ଏବଂ ସେମାନେ ସଉତୁଣୀ ମାଙ୍କ ସହ ରହୁଥିଲେ। ସଉତୁଣୀ ମା ସୀତାକୁ ବହୁତ କଷ୍ଟ ଦେଉଥିଲା। ସକାଳୁ ଉଠି ସନ୍ଧ୍ୟା ପର୍ଯ୍ୟନ୍ତ ସବୁ କାମ କରାଉଥିଲା। ଏକ ଦିନେ ସଉତୁଣୀ ମା ସୀତାକୁ କହିଲା, ଜଙ୍ଗଲକୁ ଯାଅ କାଠ ଆଣିବାକୁ, ନହେଲେ ଖାଇବା ମିଳିବନି। ସୀତାକୁ ଭୟ ଲାଗିଲେ ମଧ୍ୟ ସେ କାଠ ଆଣିବାକୁ ଜଙ୍ଗଲକୁ ଗଲା। ଜଙ୍ଗଲ ଭିତରେ ସେ ଏକ ଆହତ ସୁନା ଚଢ଼େଇକୁ ଦେଖିଲା। ପକ୍ଷୀଟିର ଡେଣା ଭାଙ୍ଗି ଯାଇଥିଲା। ସେ ତାକୁ ହାତରେ ଧରିଲେ, ପତ୍ରରେ ପଟି ବାନ୍ଧିଲେ ଏବଂ ପାଣି ଦେଲେ। ଚଢ଼େଇଟି ମଣିଷର ଭାଷାରେ କହିଲା, ତୁମର ଦୟା ପାଇଁ ମୁଁ ତୁମକୁ ଏକ ଦିନ ଉପହାର ଦେବି। ସୀତା ଆଶ୍ଚର୍ଯ୍ୟ ହୋଇଗଲା, କିନ୍ତୁ ସେ କିଛି ଆଶା ରଖିଲା ନାହିଁ। ପରିବର୍ତ୍ତ ଦିନରେ ସୁନା ଚଢ଼େଇ ସୀତାଙ୍କ ଘର ପାଖରେ ଆସି ଗୋଟିଏ ସୁନାର ଧାନ ଛାଡ଼ି ଦେଇଗଲା। ସୀତା ତାହାକୁ ବଜାରକୁ ନେଲେ। ଧାନଟି ମୂଲ୍ୟବାନ ଥିଲା। ସୁନା ଧାନକୁ ବିକ୍ରି କରି ସେଇଥିରେ ସେ ଘର ପାଇଁ ଖାଦ୍ୟ ଓ ଜିନିଷ ଆଣିଲା। ସଉତୁଣୀ ମା ଏହା ଦେଖି ଆଶ୍ଚର୍ଯ୍ୟ ହେଲେ। ସେ ଗୀତାକୁ କହିଲେ, ତୁମେ ମଧ୍ୟ ଯାଅ ଓ ସୁନା ଚଢ଼େଇକୁ ଆଣ। ଗୀତା ଜଙ୍ଗଲକୁ ଗଲେ, ଚଢ଼େଇକୁ ଦେଖିଲେ ଓ ଧରିବାକୁ ମଧ୍ୟ ଚେଷ୍ଟା କଲେ। ସେ କହିଲେ, ମୋତେ ସୁନା ଦେ, ନହେଲେ ତୁମକୁ ଧରି ନେବି। ଚଢ଼େଇ ଦୁଃଖିତ ହେଲା। ତାପରେ ସେ ଗୀତାକୁ ଗୋଟିଏ କଳପଥର ଦେଇ ଉଡ଼ିଗଲା। ଗୀତା ଘରକୁ ଆସିଲେ, ପଥରଟି ଧୂଳିରେ ପରିଣତ ହୋଇଗଲା। ଦିନେ ଗାଁରେ ଦୁର୍ଭିକ୍ଷ ଆସିଲା। ଲୋକମାନେ ଖାଇବାକୁ ପାଉନଥିଲେ। ସୀତା ସୁନା ଚଢ଼େଇ ଦେଇଥିବା ଧାନ ଗ୍ରାମବାସୀକୁ ସାହାଯ୍ୟ କଲା। ଚଢ଼େଇଟି ଖୁସି ହୋଇ ଏକ ବଡ଼ ଗଛ ଦେଖାଇଲା। ସେଠାରେ ଅନେକ ସୁନା ଧାନ ଥିଲା। ସୀତା ଧନୀ ହେଲେ, କିନ୍ତୁ ସେ ଗରିବମାନଙ୍କୁ ଭୁଲିଲେ ନାହିଁ। ଗାଁର ରାଜା ସୀତାଙ୍କ ଭଲ କାମ ଶୁଣିଲେ। ସେ ତାଙ୍କୁ ସହାୟକ କଲେ। ଗୀତା ନିଜ ଭୁଲ ବୁଝିପାରିଲେ। ସୀତାକୁ କ୍ଷମା ମାଗିଲେ। ସୀତା ତାକୁ କ୍ଷମା କରିଦେଲେ ଏବଂ ମିଶିକରି ରହିଲେ। ସୁନା ଚଢ଼େଇ ପୁଣି ଆସିଲା। କହିଲା, ସତ୍ୟ ଭାଗ୍ୟ ଧନରେ ନୁହେଁ, ଭଲ ମନରେ ରହିଛି। ଦୁଇ ଭଉଣୀ ଖୁସିରେ ରହିଲେ। ଭଲ କାମ କଲେ ଭାଗ୍ୟ ନିଜେ ଦ୍ୱାର ଖୋଲେ।